ଅଠାନବେର ଓଡ଼ିଶା ରାଜନୀତି ଗୋଷ୍ଠୀ କନ୍ଦଳ ଉଭୟ ଶାସକ ଓ ବିରୋଧୀ ଦଳରେ ଫାଟ ସୃଷ୍ଟି କରିଥିଲା। ତାଳିପକା ଭଳି ବିଜେଡିରେ ଅସନ୍ତୋଷକୁ ଚାପି ଦିଆଯାଇଛି, ହେଲେ ଶାସକ କଂଗ୍ରେସ ଦଳରେ ଚାଣକ୍ୟ ଜାନକୀ ପଟ୍ଟନାୟକ ଏହାର ଦୃଢ ମୁକାବିଲା କରିପାରିଛନ୍ତି। ଏଥରର ଲୋକସଭା ନିର୍ବାଚନ ସବୁ ରାଜନୈତିକ ମିଶାଣ ଫେରାଣକୁ ଭୁଲ ପ୍ରମାଣିତ କରିଦେଇଥିଲା। ନିର୍ବାଚନ ପୂର୍ବରୁ ସବୁ ରାଜନୈତିକ ଦଳ ରାଜଧାନୀ ଭୁବନେଶ୍ୱରରେ ବଡ଼ ବଡ଼ ସଭା କରି ଶକ୍ତି ପ୍ରଦର୍ଶନ କରିଥିଲେ ମଧ୍ୟ ରାଜନୀତିରେ ନୂଆ କରି ନାଁ ଲେଖାଇଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ବିଜେପି ସହ ମେଣ୍ଟ କରି ରାଜ୍ୟର 21ରୁ 16ଟି ଆସନ କଂଗ୍ରେସଠୁ ଛଡାଇ ଆଣିଥିଲା। ଫେବୃଆରୀ ମାସ ନିର୍ବାଚନରେ ବିଜେଡି 9, ବିଜେପି 7, କଂଗ୍ରେସ 5ଟି ଆସନରେ ବିଜୟୀ ହୋଇଥିବା ବେଳେ ଜନତା ଓ ବାମପନ୍ଥୀ ମେଣ୍ଟ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲା। ଏହି ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଜନତା ଦଳର ତୁଙ୍ଗ ନେତା ଶ୍ରୀକାନ୍ତ ଜେନାଙ୍କ ସହ କଂଗ୍ରେସର କାମାକ୍ଷା ପ୍ରସାଦ ସିଂହଦେଓ, ଭକ୍ତଚରଣ ଦାସ, କୃପାସିନ୍ଧୁ ଭୋଇ, ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଭଳି ବହୁ ରଥୀ ମହାରଥୀ ଟଳି ପଡିଥିଲେ। ଆଉ ପାର୍ଲାମେଣ୍ଟରେ ପାଦ ଦେଇଥିଲେ 13 ଜଣ ନୂଆ ନେତା। ଏଥରକୁ ମିଶାଇ ନବରଙ୍ଗପୁରରୁ ଖଗପତି ପ୍ରଧାନୀ 9 ଥର ଓ କୋରାପୁଟରୁ ଗିରିଧର ଗମାଙ୍ଗୋ 8 ଥର ଲଗାତାର ନିର୍ବାଚିତ ହୋଇ ସମଗ୍ର ଦେଶରେ ସୃଷ୍ଟି କରିଥିଲେ ଏକ ରେକର୍ଡ। ଢେଙ୍କାନାଳ କାଲିକାଟେଣୀ ବୁଥରେ ଜଣେ ମାତ୍ର ଭୋଟ ଦେବା ଯେତିକି ବିସ୍ମୟକର ଥିଲା, ରାୟଗଡା ଲାଡାରେ ପୋଲିସକୁ ନକ୍ସଲଙ୍କ ଆକ୍ରମଣ ସେତିକି ଆତଙ୍କ ସୃଷ୍ଟି କରିଥିଲା। ପରେ ଦିଲ୍ଲୀ ଦରବାରରେ 3 ଜଣ ଓଡ଼ିଆ ମନ୍ତ୍ରୀ ହେବାରୁ ବିଜେଡି ଓ ବିଜେପି ପ୍ରତି ଲୋକଙ୍କ ଭରସା ବଢିଥିଲା। ହେଲେ ବର୍ଷେ ନ ପୁରୁଣୁ ବିଜେଡିରେ ଦେଖାଦେଇଥିଲା ବାରମ୍ବାର ଟଣା ଓଟରା। ଏପରିକି ବିଧାନସଭାରେ ବିରୋଧୀ ଦଳ ନେତା ପଦକୁ କେନ୍ଦ୍ର କରି ବିଜେଡି ଦୁଇ ଭାଗ ହୋଇଯାଇଥିଲା। ଆଉ ଦଳର 2 ଜଣ ଏମ୍ପି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିଥିଲେ। ଏହି ସବୁ ବାଦ ବିବାଦ ଭିତରେ ନବୀନ ପଟ୍ଟନାୟକ 5 ଜଣ ବିଧାୟକଙ୍କୁ ଦଳରୁ ବହିଷ୍କାର ଏବଂ 2 ଜଣ ଏମ୍ପିଙ୍କ ସମେତ ଅସନ୍ତୁଷ୍ଟ ନେତା ବିଜୟ ମହାପାତ୍ରଙ୍କୁ ସସ୍ପେଣ୍ଡ କରିବା ଘଟଣା ବିଜେଡି ଭାଙ୍ଗିବା ନେଇ ଆଶଙ୍କା ସୃଷ୍ଟି କରିଥିଲା। କିନ୍ତୁ ବିଧାନସଭା ନିର୍ବାଚନକୁ ଆଖିରେ ରଖି ଦଳୀୟ ନେତାମାନେ ନିଜ ନିଜର ରାଜନୈତିକ ଭବିଷ୍ୟତକୁ ବଞ୍ଚାଇବା ପାଇଁ ତାଳିପକା କାମ କରିଥିଲେ ମଧ୍ୟ ଏବେ ବି ଛକାପଞ୍ଝା ଚାଲିଛି। ରାଜ୍ୟସଭା ଓ ବିଧାନସଭା ଉପନିର୍ବାଚନରେ ଦଳର ବିଫଳତା ନବୀନ ପଟ୍ଟନାୟକ ଓ ବିଜୟ ମହାପାତ୍ରଙ୍କ ମଧ୍ୟରେ ଚାଲିଥିବା କ୍ଷମତା କନ୍ଦଳକୁ ପଦାରେ ପକାଇ ଦେଇଥିଲା। ଆଉ ଏହି ଗୋଳିଆ ପାଣି ଶାସକ କଂଗ୍ରେସ ଦଳକୁ ବେଶ ସୁହାଇଥିଲା। ଓଡ଼ିଶା ରାଜନୀତିର ପୋଖତ ଖେଳୁଆଡ ଜାନକୀ ପଟ୍ଟନାୟକ ତାଙ୍କର ଜଣାଶୁଣା ବିରୋଧୀ ବସନ୍ତ ବିଶ୍ୱାଳ ଓ କାହ୍ନୁ ଲେଙ୍କାଙ୍କ କ୍ଷମତା ସଂକୁଚିତ କରି ନିଜ ପ୍ରଭାବ ବଜାୟ ରଖିଥିଲେ। କିନ୍ତୁ ଜଣେ ବ୍ୟକ୍ତି ଗୋଟିଏ ପଦ ନ୍ୟାୟରେ ହେମାନନ୍ଦ ବିଶ୍ୱାଳ ତାଙ୍କଠାରୁ ଛଡାଇ ନେଇଥିଲେ ପିସିସି ସଭାପତି ପଦ। ବହୁ ପ୍ରତୀକ୍ଷିତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କେବଳ ମୋହନ ରାଓଙ୍କୁ ନେଇ ଜାନକୀ ବାବୁ ଅସନ୍ତୁଷ୍ଟ ଓ ଆଶାୟୀମାନଙ୍କୁ ଝୁଲାଇ ରଖିଛନ୍ତି ସତ, ହେଲେ ଆଗକୁ ଆସୁଥିବା ବିଧାନସଭା ନିର୍ବାଚନର ଶାସକ କଂଗ୍ରେସ ଦଳ କିଭଳି ମୁକାବିଲା କରିବ ତାହା ହିଁ ଦେଖିବାର କଥା। ଆମ ଲୋକେ ବିଧାନସଭା ପାଇଁ କଂଗ୍ରେସକୁ ବାଛିଥିବା ବେଳେ ଲୋକସଭା ନିର୍ବାଚନରେ ବିଜେଡି ଓ ବିଜେପି ମେଣ୍ଟକୁ ସମର୍ଥନ ଦେଇଥିଲେ। ଏହା କ'ଣ ଆମ ରାଜନୈତିକ ପରିପକ୍ୱତାର ପରିଚୟ ନୁହେଁ କି? ଆଗାମୀ ବିଧାନସଭା ନିର୍ବାଚନ ଉଭୟ ଶାସକ କଂଗ୍ରେସ ଓ ପ୍ରମୁଖ ବିରୋଧୀ ଦଳ ବିଜେଡି ବିଜେପି ମେଣ୍ଟ ପାଇଁ ଅଗ୍ନି ପରୀକ୍ଷାର ବେଳ। ତେବେ କିଏ କହିବ ନିର୍ବାଚନ ହାୱା କାହା ସପକ୍ଷରେ ଯିବ?